ବାପା ଘରେ ପରିବା ସରିଯାଇଛି, ପରିବା ଟିକେ ନେଇ ଆସିବ। ତମକୁ କେତେ ଥର କହିଛି ପରିବା ସରିବା ଆଗରୁ ମତେ କହିବ। ନାଇଁ ବାପା ତମେ ଯାଅ, ମୋର ମାର୍କେଟ ଆଡେ ଯିବାର ଅଛି, ମୁଁ ନେଇ ଆସିବି। କେମିତି ଚାହା କରିଛୁ ତୁ? ଚାହା ବି ଟିକେ ଠିକ ସେ କରିପାରୁ। କିନ୍ତୁ ମୋ ଚାହା ତ ଭଲ ଲାଗୁଛି। ଏବେ ତୁ ମତେ ଶିଖେଇବୁ କୋଉଟା ଭଲ ଆଉ କୋଉଟା ଖରାପ। ବୋଉ ମୋର ଭୁଲ ହେଇଯାଇଛି, କାଲିଠାରୁ ମୁଁ ଭଲରେ ଚାହା କରିକି ଦେବି। ଭାଉଜ ଏ ଡ୍ରେସ ଟାକୁ ସଫା କରିବାକୁ କହିଥିଲି ନା? ଆରେ ଆରେ ବୁଢୀ, ମୁଁ କାମ ଚକରେ ଭୁଲି ଯାଇଥିଲି। ଘରେ ଏମିତି କଣ କାମ ଅଛି? ତମେ ଏତେ ବାହାନା ଖୋଜନି। ତୁ ତ ଭାଉଜ ସହିତ କେମିତି କଥା ହଉଛୁ? ଦିନ ସାରା ତୁ ଫ୍ରି ରହୁଛୁ, କଣ ଗାଧେଇଲା ବେଳେ ଖଣ୍ଡେ ଡ୍ରେସ ସଫା କରିପାରୁନୁ? ସିଏ ଘର ଗୋଟାକର କାମ କରୁଛି, ଭୁଲି ଯାଇଥିବ। ଆରେ ତମେ ତାକୁ ଏମିତି କଣ କହୁଛ? ସେ ବଡ ପିଲା ହେଲେଣି, ତାଙ୍କୁ ଖରାପ ଲାଗିବ। ମୁଁ କେବଳ ସତର ହିଁ ସାଥ ଦିଏ। ଆରେ ଯାହା ବି ହେଲେ ସେ ତମ ପରିବାର ଲୋକ ନା। ଝିଅ ମାନଙ୍କର ତା ବାପା ଘର ନିଜର ହୋଇଥାଏ ନା ତା ଶାଶୁ ଘର ନିଜର ହୋଇଥାଏ? ଯଦି କିଏ ତାର ନିଜର ହୋଇଥାଏ ସିଏ ହେଲା ତା ସ୍ୱାମୀ। ମୋ କର୍ତ୍ତବ୍ୟ ଏଇଟା ଯେ ତମର ସବୁ ସୁବିଧା ଅସୁବିଧାରେ ମୁଁ ତମର ସାଥ ଦେବି।